ଆମର ପଢ଼ା ହେଉଥିଲା ଯେତେବେଳେ ଯେ ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଆମେମାନେ ଦାୟୀ ନା, ଆମେମାନେ ଦାୟୀ। ଆପଣ କୌଣସି ଧର୍ମରେ ପାଇବେ ନାହିଁ ଯେ ତାଙ୍କ ଠାକୁରଙ୍କୁ ଆମର ମୁସଲିମ ଭାଇ ଜଣେ ହୁଅନ୍ତୁ କିମ୍ବା ଖ୍ରୀଷ୍ଟ ଧର୍ମ ଭାଇମାନେ ହୁଅନ୍ତୁ, ତାଙ୍କ ଧର୍ମ କେହି କେବେ ତଳେ ପକାଉନାହାନ୍ତି, କିନ୍ତୁ ଆମ ଠାକୁରଙ୍କୁ ଆମେ 24 ଘଣ୍ଟା ତଳେ ପକାଇବାର ଅଛୁ। ଧରନ୍ତୁ ଆପଣ ଗୋଟେ କ'ଣ ଭାବିଲେ କହିଲେ, ମୁଁ ଗୋଟେ କ'ଣ ଭାବିଲି। ଆମର ଏକ ମନ ଏକ ସ୍ୱରରେ ଆମେ କହୁନେ ଯେ ଜଗନ୍ନାଥ ଆମର ପରମ ଆରାଧ୍ୟ, ଆଉ ଜଗନ୍ନାଥଙ୍କ ଠାରୁ ବଡ଼ ଠାକୁର ଆଉ କେହି ନାହାନ୍ତି। ଏକଥା ଚିନ୍ତାଧାରା ଯେଉଁ ଆସିବ ଆମମାନଙ୍କ ଭିତରେ, ହয়তো ସେଦିନ ଆମମାନଙ୍କ ଭିତରେ ଗୋଟେ ମଣିଷତ୍ୱ ଉଦୟ ହେବ, ନହେଲେ ଆଉ ଉଦୟ ହେବ। ସମସ୍ତେ ଏଇ ମଣିଷତ୍ୱ ନାହିଁ ବୋଲି ବାପା ମାଆଙ୍କୁ ନେଇ ରଖୁଛନ୍ତି ଅଛନ୍ତି। ସମସ୍ତ କେଉଁ ଦେବତା କେଉଁ ନାହିଁ, କେବଳ ବାପା ମାଆ ହେଉଛନ୍ତି ଦେବତା। ଏଇ ଚିନ୍ତାଧାରା ସମସ୍ତେ ଆସୁ। ମୋର ଏତିକି ଅନୁରୋଧ ଆପଣମାନଙ୍କ ପାଖରେ। ଆଉ କ'ଣ କହିବି? କାମଟା ବଡ଼ ଉତ୍ସାହ ଆସେ ସବୁ, ତା ଭିତରେ ମନ ଭିତରେ ଗର୍ବ ବି ଆସେ, ଯେଉଁଟାକି ମଣିଷକୁ ଡାଉନଫଲ୍ କରିଦେବ। ଦରକାର ନିଶ୍ଚିତ ହେବା ଦରକାର, କିନ୍ତୁ ମୋ ପାଇଁ ମୁଁ ଚାହେଁନି ଏସବୁ କଥା। ଆମେ ଯାହା କରିବା ଲୁଚିକିରି, କେହି ନ ଜାଣନ୍ତୁ କିଛି। ଆମେମାନେ ଦାୟୀ ନା, ଆମେମାନେ ଦାୟୀ। ଆପଣ କୌଣସି ଧର୍ମରେ ପାଇବେ ନାହିଁ ଯେ ତାଙ୍କ ଠାକୁରଙ୍କୁ ଆମର ମୁସଲିମ ଭାଇ ଜଣେ ହୁଅନ୍ତୁ କିମ୍ବା ଖ୍ରୀଷ୍ଟ ଧର୍ମ ଭାଇମାନେ ହୁଅନ୍ତୁ, ତାଙ୍କ ଧର୍ମ କେହି କେବେ ତଳେ ପକାଉନାହାନ୍ତି, କିନ୍ତୁ ଆମ ଠାକୁରଙ୍କୁ ଆମେ 24 ଘଣ୍ଟା ତଳେ ପକାଇବାର ଅଛୁ। ଧରନ୍ତୁ ଆପଣ ଗୋଟେ କ'ଣ ଭାବିଲେ କହିଲେ, ମୁଁ ଗୋଟେ କ'ଣ ଭାବିଲି। ଆମର ଏକ ମନ ଏକ ସ୍ୱରରେ ଆମେ କହୁନେ ଯେ ଜଗନ୍ନାଥ ଆମର ପରମ ଆରାଧ୍ୟ, ଆଉ ଜଗନ୍ନାଥଙ୍କ ଠାରୁ ବଡ଼ ଠାକୁର ଆଉ କେହି ନାହାନ୍ତି। ଏକଥା ଚିନ୍ତାଧାରା ଯେଉଁ ଆସିବ ଆମମାନଙ୍କ ଭିତରେ, ହয়তো ସେଦିନ ଆମମାନଙ୍କ ଭିତରେ ଗୋଟେ ମଣିଷତ୍ୱ ଉଦୟ ହେବ, ନହେଲେ ଆଉ ସେ କଥା ମୁଁ କହିବିନି ଆଜ୍ଞା। କାହିଁକିନା ଏଇଟା ସମସ୍ତଙ୍କୁ ବାଧା ହେବ। ଆପଣ ଗୋଟେ ଆମର ପଢ଼ା ହେଉଥିଲା ଯେତେବେଳେ ଯେ ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଏଇଟା ଗୋଟେ ନା ଶୁଣନ୍ତୁ, ଏଇଟା କେତେ ଏଇ ଯେଉଁ ସୁନ୍ଦର ଜିନିଷ, ଆମେ ତାକୁ ଆମ ନିଜ ସୁନ୍ଦରତାକୁ ଆମେ ନଷ୍ଟ କରୁଛେ। ଆପଣମାନଙ୍କ ସମ୍ମାନ ରକ୍ଷା କରିବା ଦରକାର। ଆମେ ଚାହୁଁଛେ ଆମର ଧର୍ମ, ଆମ ଠାକୁର, ଆମ ନିଜେ ସମସ୍ତଙ୍କ ସମ୍ମାନ ସାରି ଦେଉଛେ, କେହି ରଖୁନେ। କାରଣ ମୁଁ କହିବି ଯେ ସମସ୍ତେ ଜଗନ୍ନାଥଙ୍କୁ ପୂଜା କରନ୍ତୁ, ବା ଯେଉଁ ଠାକୁରଙ୍କୁ ଯିଏ ଭଲ ପାଉଛନ୍ତି ସମସ୍ତେ କରନ୍ତୁ, ପ୍ଲସ୍ ଛୁଆମାନଙ୍କୁ ମଧ୍ୟ ଶିଖାନ୍ତୁ। ଏଇଟା ହେଉଛି ସବୁଠାରୁ ବଡ଼ କଥା। ତାଠାରୁ ଆଉ କିଛି ବଡ଼ କଥା ହେଇପାରିବ ନାହିଁ ଆଜ୍ଞା।